हेलो पिला माने वेलकम टू आवर चैनल। आज वीडियो रे पंचम श्रेणी गतकाली थिबा भाषा ओडिया रो प्रश्न हम पर पहुंच जाइछि। चलंतु से विषय रे हमें डिस्कशन करबा, तार आंसर बाहर करी हमें सठिक आंसर लिखिबा। पंचम श्रेणी एठी तमरो नाम, शिक्षार्थी मानकर नाम, रोल नंबर एठी लिखिबो, क्लास रोल नंबर, विभाग आ तारीख एठी लिखिबो 17/3/2025। तो प्रथम बैठक रे जोटा आपनकर हबो 7टा रु 9टा ସେଇଥିରେ ଆପଣଙ୍କର ଘଣ୍ଟେ 30 ର ଟାଇମ ରହିବ। ଘଣ୍ଟେ 30 ରେ ଆମକୁ ସାରିବା ପାଇଁ ପଡିବ। ଏଠି ବିଦ୍ୟାଳୟର ନାଁ ଲେଖିବେ, ବ୍ଲକର ନାଁ ଲେଖିବେ, ଜିଲ୍ଲାର ନାଁ ଲେଖିବେ ହେଲା। ତ ଏଠି ଲେଖିଛି ପ୍ରଶ୍ନର ଲେଖିଛି ତଳେ ଅନୁଚ୍ଛେଦଟିକୁ ପଢି 1 ରୁ 5 ନମ୍ବର ପର୍ଯ୍ୟନ୍ତ ପ୍ରଶ୍ନର ଉତ୍ତର ଲେଖ। ଆମେ ଏହି ଅନୁଚ୍ଛେଦକୁ ପଢିବା ଆଉ ତାର ଉତ୍ତର ଲେଖିବା। ଏକଦା ଏକଲବ୍ୟ ଧନୁର୍ବିଦ୍ୟା ଶିକ୍ଷା କରିବାକୁ ଗୁରୁ ଦ୍ରୋଣକୁ ପ୍ରାର୍ଥନା କଲେ, ମାତ୍ର ଗୁରୁ ଦ୍ରୋଣ ସିଧା ସିଧା ମନା କରିଦେଲେ ଏବଂ କହିଲେ, ମୁଁ କେବଳ ରାଜକୁମାର ମାନଙ୍କୁ ଶିକ୍ଷା ଦିଏ। ଏକଲବ୍ୟ ଦୁଃଖିତ ହେଲେ ଓ ଫେରିଆସି ଶପଥ କଲେ ଯେ ସେ ଦ୍ରୋଣକୁ ଗୁରୁ ରୂପେ ଗ୍ରହଣ କରିବେ ଏବଂ ଜଣେ ଧନୁର୍ଦ୍ଧର ହେବେ। ସେହି ଘଞ୍ଚ ଅରଣ୍ୟ ମଧ୍ୟରେ ଗୁରୁ ଦ୍ରୋଣଙ୍କ ପ୍ରତିମା ମାଟିରେ ଗଢିଲେ। ପ୍ରତିଦିନ ସକାଳେ ଗୁରୁଙ୍କୁ ପୂଜା କରି ଧନୁତୀର ଅଭ୍ୟାସ କଲେ। କ୍ରମେ ସେ ଜଣେ ନିପୁଣ ଧନୁର୍ଦ୍ଧର ହେଲେ। ତଥାପି ସେ ଗୁରୁଙ୍କ ମାଟିର ପ୍ରତିମାକୁ ପୂଜା କରିବାକୁ ଭୁଲି ନଥିଲେ। ହେଲା, ପଢିବା ଆମର କ୍ୱେଶ୍ଚିନ୍ ଯୋଉଗୁଡା ଅଛି ତାର ଆନ୍ସର କରିବା। 1 ନମ୍ବରରେ କଣ ଅଛି? 1 ନମ୍ବର କ୍ୱେଶ୍ଚିନ୍ ଅଛି, ଗୁରୁ ଦ୍ରୋଣ ଏକଲବ୍ୟକୁ ଶିଷ୍ୟ ରୂପେ ଗ୍ରହଣ କରିବାକୁ ମନା କରିବାର କାରଣ କଣ? କଣ ପାଇଁ ମନା କଲେ? କାରଣ ସେ କେବଳ ରାଜକୁମାର ମାନଙ୍କୁ ଶିକ୍ଷା ଦେଉଥିଲେ। ଏଠି ଆମେ ଲେଖିବା ଗରେ ଠିକ ମାରିବେ। ସେ କେବଳ ରାଜକୁମାର ମାନଙ୍କୁ ଶିକ୍ଷା ଦେଉଥିଲେ। 2 ନମ୍ବର, ଏକଲବ୍ୟ ଦୁଃଖିତ ହେଲା କାହିଁକି? ଉତ୍ତର ଲେଖିବା ଦ୍ରୋଣଙ୍କ ଠାରୁ ଶିଖିବାର ସୁଯୋଗ ନ ପାଇବାରୁ। ଦ୍ରୋଣଙ୍କ ଠାରୁ ଶିଖିବାର ସୁଯୋଗ ନ ପାଇବାରୁ। ପରେ ଠିକ ମାରିବା। 3 ନମ୍ବର, ମୁଁ କେବଳ ରାଜପୁତ୍ର ମାନଙ୍କୁ ଶିକ୍ଷା ଦିଏ। ଏକଥା କିଏ କାହାକୁ କହିଛନ୍ତି? ଉତ୍ତର ଲେଖିବା 3 ନମ୍ବର ଉତ୍ତର ଲେଖିବା ଏକଥା ଗୁରୁ ଦ୍ରୋଣ ଏକଲବ୍ୟକୁ କହିଛନ୍ତି। 4 ନମ୍ବର ଅଛି, ଏକଲବ୍ୟ କିପରି ଜଣେ ନିପୁଣ ଧନୁର୍ଦ୍ଧର ହୋଇପାରିଲେ? ଉତ୍ତର ଲେଖିବା ଗୁରୁ ଭକ୍ତି ମନୋଯୋଗ ସହକାରେ ଅଭ୍ୟାସ ଯୋଗୁଁ ସେ ନିପୁଣ ଧନୁର୍ଦ୍ଧର ହୋଇପାରିଲେ। ଏପରି ଲେଖିଦେବା। 4 ନମ୍ବର। 5 ନମ୍ବର କ୍ୱେଶ୍ଚିନ୍ ଅଛି, କୌଣସି ବିଦ୍ୟାରେ ନିପୁଣ ହେବାକୁ ହେଲେ ଆମକୁ କଣ କରିବାକୁ ପଡିବ? ଆମକୁ କଣ କରିବାକୁ ପଡିବ? 5 ନମ୍ବର ଉତ୍ତର ଲେଖିବା ନିଷ୍ଠା, ମନୋଯୋଗ ଓ ବାରମ୍ବାର ଅଭ୍ୟାସ ଆମକୁ ନିପୁଣତା ସ୍ତରରେ ପହଞ୍ଚାଇ ପାରିବ। ଏପରି 5 ନମ୍ବର କରିଦେବେ। 6 ନମ୍ବର ଚାଲ ଯିବା। 6 ନମ୍ବର କ୍ୱେଶ୍ଚିନ୍ ଅଛି ଆପଣଙ୍କର, ତଳେ କଥା ଗୁଡିକ ମଧ୍ୟରୁ କେଉଁଟି ମ୍ୟାଲେରିଆ ଲକ୍ଷଣ ନୁହେଁ? କୋଉଟା ମ୍ୟାଲେରିଆ ଲକ୍ଷଣ ନୁହେଁ? ଝାଡା ହେବା। ଝାଡା ହେବା ଗରେ ଠିକ ମାରିବେ। 7 ନମ୍ବର, ମ୍ୟାଲେରିଆ ଜ୍ୱର ହେଲେ ଆମକୁ କେଉଁ କଥାଟି କରିବା ଦରକାର ନାହିଁ? ଉତ୍ତର ଲେଖିବା ଗୁଣିଆ ପାଖକୁ ଯିବା। ହେଲା, ଏଇଟା କରିବାନି, ଗୁଣିଆ ପାଖକୁ ଯିବା ନାହିଁ। ହେଲା। 8 ନମ୍ବର, ଚିତ୍ରରେ ସ୍ୱାସ୍ଥ୍ୟକର୍ମୀ ଜଣକ କଣ କରୁଛନ୍ତି? ଉତ୍ତର ଲେଖିବା ରକ୍ତ ପରୀକ୍ଷା ନିମନ୍ତେ ରକ୍ତ ସଂଗ୍ରହ କରୁଛନ୍ତି। 9 ନମ୍ବର, ଏବଂ ଲଗାଇ ତଳ ବାକ୍ୟ ଦୁଇଟିକୁ ଯୋଡି ଗୋଟିଏ ବାକ୍ୟ ଲେଖ। ଏବଂ ଲଗାଇ ଲେଖିବା। 9 ନମ୍ବର ଆନ୍ସର ଲେଖିବା ଔଷଧ ଖାଆନ୍ତୁ ଏବଂ ମଶାରୀ ଟାଙ୍ଗି ଶୁଅନ୍ତୁ। ଔଷଧ ଖାଆନ୍ତୁ ଏବଂ ମଶାରୀ ଟାଙ୍ଗି ଶୁଅନ୍ତୁ। ଏପରି ଲେଖିବା। 10 ନମ୍ବର, ଯେପରି ଶୀଘ୍ରରେ ଅତି ଯୋଡ଼ିଲେ ଅତି ଶୀଘ୍ର ହୁଏ, ସେହିପରି ଆଉ ଗୋଟିଏ ଶବ୍ଦ ଲେଖ। ଆଉ ଗୋଟେ ଏଇଠି ଶବ୍ଦ ଲେଖିବ, ଶୀଘ୍ରରେ ଅତି ଯୋଡ଼ିଲେ ଅତି ଶୀଘ୍ର ହୁଏ, ସେହିପରି ଅତି ମନୋଯୋଗ। ଅତି ମନୋଯୋଗ। ଅତି ମନୋଯୋଗ। ଏପରି ଗୋଟେ ଶବ୍ଦ ଲେଖିବ। ତ ନେକ୍ସଟ ଦେଇଛି 11 ନମ୍ବରରେ, ତଳେ ଦିଆଯାଇଥିବା ଶବ୍ଦ ଦୁଇଟିକୁ
ବାକ୍ୟରେ ବ୍ୟବହାର କରି ଲେଖ। ଆବଶ୍ୟକ ଆବଶ୍ୟକ ଲେଖିବା। ରୋଗୀଟିର ଦୀର୍ଘ ଚିକିତ୍ସା କରିବା ନିତ୍ୟାନ୍ତ ଆବଶ୍ୟକ। ଲକ୍ଷଣ ଲକ୍ଷଣ ଲେଖିବା। ରାମ ଭବିଷ୍ୟତରେ ଜଣେ ଉତ୍ତମ ଚିକିତ୍ସକ ହେବାର ଲକ୍ଷଣ ପରିପ୍ରକାଶ ହେଉଛି। ଏପରି ଦୁଇଟି ବାକ୍ୟ କରିବା। 2 ମାର୍କ ରହିଛି। 11 ନମ୍ବର ସରିଲା। 12 ନମ୍ବର ଏଠି କଣ ଦେଇଛି? ତଳେ ପଦଟିକୁ ପଢି 12 ରୁ 14 ନମ୍ବର ପର୍ଯ୍ୟନ୍ତ ପ୍ରଶ୍ନ ଗୁଡ଼ିକର ଉତ୍ତର ଲେଖ। ଆଶ୍ରିତ ଜନ ରକ୍ଷା ପାଇଁ ଦଳପତି ସିନା ସାଜିଛି ମୁଇଁ, ତାଙ୍କ ପାଇଁ ପଛେ ଜୀବନ ଯାଉ, ସେଥିପାଇଁ ମୋର ଭାବନା ନାହିଁ। ଏଟାର ଲେଖିବା। 12 ନମ୍ବର କଣ ଦେଇଛି? ଦଳପତି ସାଜିବାର ମୁଖ୍ୟ କାରଣ କଣ? ଲେଖିବା। ଦଳପତି ଆଶ୍ରିତ ଜନଙ୍କ ରକ୍ଷା ପାଇଁ କାର୍ଯ୍ୟ କରନ୍ତି। 13 ନମ୍ବର କେଉଁ କଥା ପାଇଁ ଦଳପତି ଚିନ୍ତା କରନ୍ତି ନାହିଁ? ତ ଲେଖିବା। ଆଶ୍ରିତ ଜନକ ରକ୍ଷା ଓ ସେମାନଙ୍କ ସେବାରେ ଜୀବନ ଚାଲିଗଲେ ମଧ୍ୟ ଦଳପତି ସେଥିପାଇଁ ଭାବନା କରନ୍ତି ନାହିଁ। 14 ନମ୍ବର ଦିଆଯାଇଥିବା ପଦଟିର ତଳ 2 ପାଦକୁ ନିଜର ଭାଷାରେ ଲେଖ। 14 ନମ୍ବର କଣ ଦେଇଛି? 14 ନମ୍ବର ଆନ୍ସର ଲେଖିବା। ଆଶ୍ରିତ ମାନଙ୍କୁ ରକ୍ଷା କରିବା ଦଳପତିର କର୍ତ୍ତବ୍ୟ। ସେମାନଙ୍କ ପାଇଁ ନିଜ ଜୀବନ ଚାଲିଗଲେ ସେଥିପ୍ରତି ତାଙ୍କର ଭାବନା ନାହିଁ ବୋଲି ଦଳପତି କହିଥିବା ଏଥିରେ ବର୍ଣ୍ଣିତ ହୋଇଛି। ଏହିପରି ଭାବେ 14 ନମ୍ବର ଲେଖିଦେବ। ନେକ୍ସଟ ନିମ୍ନ ଅନୁଚ୍ଛେଦଟିକୁ ପଢି 15 ଓ 16 ନମ୍ବର ପ୍ରଶ୍ନର ଉତ୍ତର ଦିଅ। ଜାପାନୀ ମାନେ ଖୁବ୍ କମ୍ କଥା କହନ୍ତି, ଭାଷଣକୁ ପସନ୍ଦ କରନ୍ତି ନାହିଁ, ସଭାର ନିର୍ଦ୍ଧାରିତ ସମୟ ପୂର୍ବରୁ ପହଞ୍ଚନ୍ତି, ସ୍ୱଭାବରେ ସେମାନେ ଅତି ସରଳ ଓ ନମ୍ର, ନୀରବତା ମାଧ୍ୟମରେ ସେମାନେ ବହୁତ କିଛି ପ୍ରକାଶ କରନ୍ତି, ଛୋଟ ଛୋଟ କଥା ପାଇଁ ଅନ୍ୟକୁ ପ୍ରଶଂସା କରନ୍ତି। ଉତ୍ତର ଲେଖିବା। 15 ନମ୍ବର ଅନୁଚ୍ଛେଦଟିରେ କେଉଁ ଦେଶର ଲୋକଙ୍କ କଥା କୁହାଯାଇଛି? ଲେଖିବା। ଜାପାନ ଦେଶର ଲୋକଙ୍କ ବିଷୟରେ କୁହାଯାଇଛି। 16 ନମ୍ବର ଜାପାନୀ ମାନଙ୍କର କେଉଁ ଗୁଣକୁ ଆମେ ମାନିବା? ଉତ୍ତର ଲେଖିବା। 16 ନମ୍ବର ଉତ୍ତର ଲେଖିବା। କମ୍ କଥା କହିବା, ସମୟାନୁବର୍ତ୍ତିତା, ସରଳତା, ନମ୍ରତା, ଅନ୍ୟକୁ ପ୍ରଶଂସା କରିବା କଥା। ଏଗୁଡ଼ିକ ମଧ୍ୟରୁ ଯେକୌଣସି 2ଟି ଲେଖିଲେ ପୁରା ନମ୍ବର ପାଇବ। ହେଲା। ତାପରେ 17 ନମ୍ବର 17 ନମ୍ବରରେ ଅଛି ଶୂନ୍ୟ ସ୍ଥାନ ପୂରଣ କର। ଯେପରି ପସନ୍ଦର ଅପସନ୍ଦ, ସେହିପରି ଖାଦ୍ୟର ଅଖାଦ୍ୟ। ଲେଖିବ ଅଖାଦ୍ୟ। 18 ନମ୍ବର ଶବ୍ଦମାନଙ୍କୁ ସଜାଡ଼ି ଅର୍ଥପୂର୍ଣ୍ଣ ବାକ୍ୟଟିଏ ଲେଖ। ହୋଇଛି ଦେଇ ପ୍ରାଣବଳି ସେ ଆମର ପାଇଁ ଦେଶ। ଉତ୍ତର ଲେଖିବ। 18 ନମ୍ବର ହବ ସେ ଦେଶ ପାଇଁ ପ୍ରାଣବଳି ଦେଇ ଅମର ହୋଇଛନ୍ତି। 18 ନମ୍ବର ଏହିପରି ଆନ୍ସର ଲେଖିଦେବା। ନେକ୍ସଟ 19 ନମ୍ବର 19ରେ ଅଛି ଅଭିଧାନ କ୍ରମରେ ସଜାଇ ଲେଖ। ଆଶଙ୍କା, ଆପତ୍ତି, ଅବିଭକ୍ତ, ଈଶ୍ୱର। 19 ନମ୍ବର ଲେଖିବା। ପ୍ରଥମ ଲେଖିବା ଅବିଭକ୍ତ, ଆପତ୍ତି, ଆଶଙ୍କା, ଈଶ୍ୱର। ଏହିପରି ଭାବରେ ଲେଖିଦେବ। ପ୍ରଥମ ଲେଖିବ ଅବିଭକ୍ତ, ଏଟାକୁ ପ୍ରଥମ ଲେଖିବ। ଦ୍ୱିତୀୟ ଲେଖିବ ଆପତ୍ତି, ଦ୍ୱିତୀୟରେ। ତୃତୀୟରେ ଲେଖିବା ଆଶଙ୍କା, ତାପରେ ଚତୁର୍ଥ ଲେଖିବ ଈଶ୍ୱର। ଏପରି ଲେଖିଦେବ। 20 ନମ୍ବର ଶୂନ୍ୟସ୍ଥାନ ପୂରଣ କର। ଯେପରି ବନରେ ବାସ କରୁଥିବା ଲୋକ ବନବାସୀ, ସେହିପରି ପଲ୍ଲୀରେ ବାସ କରୁଥିବା ଲୋକ, ପଲ୍ଲୀରେ ଯେଉଁମାନେ ବାସ କରନ୍ତି ପଲ୍ଲୀବାସୀ। ଲେଖିବା ପଲ୍ଲୀବାସୀ। ତାପରେ ସହରରେ ବାସ କରୁଥିବା ଲୋକ ସହରବାସୀ। ଲେଖିବା ସହରବାସୀ। ଏପରି ଠିକ ଠିକ ଲେଖିଦେଇକି ଆସିବ। 2 ମାର୍କ ଅଛି। 21 ନମ୍ବର ଶ୍ରଦ୍ଧାର ଲେଖା ଗୁଡ଼ିକ ବହୁତ ସୁନ୍ଦର। ଉପର ବାକ୍ୟ ଆଧାରରେ ପ୍ରଶ୍ନଟିଏ ଲେଖ। ପ୍ରଶ୍ନ ଲେଖିବା। 21 ନମ୍ବର ପ୍ରଶ୍ନ ଲେଖିବା। କାହାର ଲେଖା ଗୁଡ଼ିକ ସୁନ୍ଦର? ଏପରି ଲେଖିପାରିବା। ନହେଲେ ଶ୍ରଦ୍ଧାର ଲେଖା ଗୁଡ଼ିକ କିପରି? ଏପରି ଲେଖିପାରିବା। ହେଲା। ତା ଭିତରୁ ଲେଖିବେ, 2ଟା ଲେଖିବେ। କାହାର ଲେଖା ଗୁଡ଼ିକ ସୁନ୍ଦର, ନହେଲେ ଶ୍ରଦ୍ଧାର ଲେଖା ଗୁଡ଼ିକ କିପରି? ଏପରି ଲେଖିବ। 22 ନମ୍ବର ଶୂନ୍ୟସ୍ଥାନ ପୂରଣ କର। ଯେପରି କ୍ଷେତ, ମୁଖ୍ୟତଃ, ସେହିପରି ଭିତର,
उत्तर कौन हम अहित खरे जेपरी जहा कही हुए नहीं अकथ्या सेपरी जहा सही हुए नहीं तापरे असहाय असहाय 23 नंबर तले कोठरी रे थिबा शब्द गुडी को नेई मो मा संपर्क रे अनुच्छेद टीए लेख एगुड़ा नहीं गोटे मो माँ संपर्क लिखा मुझे पढ़ी दौची तुम्हें लिखिदेव से मो माँ को नाम श्रीमती सरोजिनी महापात्र श्रद्धा ना सर से कृतित्वर सहित कलार डिग्री हासिल करिसेंती मो माँ साधारण ओडिया घर पारंपरिक साड़ी पिंधिबा पसंद करती से जने संतान बत्सला परोपकारी धर्मपरायण महिला तार आदर स्नेह मधुर परसरे मो जीवन सुखमय होउछि तेणु मो माँ मो पाई चिर नमस्य एपरी 23 नंबर लिखिदेवे 24 नंबर तुम विद्यालय विषय वर्णना करी सांग निकट को पत्र लिख सांग निकट को गोटे पत्र लिख एटा निजे करिवो एपरी भाबरे हमर सरीगला पिला थरे दुई थरे एटाको देखिदब जेमिति 100 ରୁ 100 मार्क नहीं आसो भिडियो टी संपूर्ण देखि धन्यवाद।